ଭଲ ଜିନିଷ ଖାଇକି ଆପଣମାନେ ଆପଣଙ୍କର ଆଣ୍ଠୁଗଣ୍ଠି ବଥାକୁ ଠିକ୍ କରିପାରିବେ। କ'ଣ ବିଶ୍ୱାସ ଲାଗୁଛି ନା ଲାଗୁନି? ଯଦି ବିଶ୍ୱାସ ଲାଗୁନି ତାହେଲେ ବିଶ୍ୱାସ କରିନିଅନ୍ତୁ। ଯେଉଁମାନଙ୍କର ଆଣ୍ଠୁଗଣ୍ଠି ବଥା ହେଉଛି ଏଇ ଭିଡ଼ିଓଟା ତାଙ୍କମାନଙ୍କ ପାଇଁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତାହେଲେ କ'ଣ କରିବେ ନା ଫାଳେ ନେବେ ଆମର ନଡ଼ିଆ, ତାକୁ ଗୁଣ୍ଡ କରିଦେବେ। ତାପରେ ନେବେ ଅଖରୋଟ, ତାପରେ କାଜୁ, କିସମିସ୍ ଆଉ ଆମର ବାଦାମ ତାକୁ ନେବେ ସମାନ ସମାନ ପରିମାଣରେ ନେବେ। ତାପରେ ଆମର ନେବେ ଖଜୁର 2ଟା, ତାକୁ ଗ୍ରାଇଣ୍ଡର କରିଦେବେ। ଗ୍ରାଇଣ୍ଡର କରିଦେଇ ସାରିଲା ପରେ ଆମର ଯେଉଁ ନଡ଼ିଆ ଗ୍ରାଇଣ୍ଡର କରିଥିଲେ ତା ଦେହରେ ମିଶାଇ ଦେବେ। ମିଶାଇ ସାରିଲା ପରେ ଛୋଟ ଛୋଟ ଆମର ଲଡ଼ୁ ପ୍ରସ୍ତୁତ କରିବେ। ଲଡ଼ୁ ପ୍ରସ୍ତୁତ ହେଇଗଲା ପରେ ପ୍ରତ୍ୟେକ ଦିନ ସକାଳୁ ତାକୁ ଖାଦ୍ୟ ଖାଇସାରିଲା ପରେ ଗୋଟେ ନେବେ। ଦେଖିବେ 15ରୁ 30 ଦିନ ଭିତରେ ଆପଣମାନଙ୍କର ଆଣ୍ଠୁଗଣ୍ଠି ବଥାର ସମସ୍ୟାର ସମାଧାନ ହେଇସାରିଥିବ। ଏଇଟା କରିକି ଦେଖନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟାର ସମାଧାନ ପାଇପାରିବେ ଆଉ ସୁସ୍ଥ ରହିପାରିବେ। ହଁ, ଆଉ ଗୋଟେ କଥା, ଯେଉଁମାନଙ୍କର ଡାଇବେଟିସ୍ ଅଛି ତାହେଲେ ଆପଣମାନେ ଖଜୁର ଆଉ କିସମିସକୁ ଆଭଏଡ଼୍ କରନ୍ତୁ ଆଉ ଅନ୍ୟ ସବୁ ଖାଇପାରିବେ।